ଭାବରେ ସନ୍ଧ୍ୟା ବେଳେ ପାଗ ହେଲା, ଏ କାର୍ଯ୍ୟକ୍ରମ ତ ଖୋଲା ମଞ୍ଚ, କିଛି ଟେଣ୍ଟ ଫେଣ୍ଟ ନାହିଁ, ପୁଣି ଏତେ ଲୋକଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଛି। ସମ୍ପୂର୍ଣ୍ଣ ରୂପେ ଆଜି ପ୍ରସାଦ ବାବୁଙ୍କ ଆଖିରୁ ଲୁହ ଗଡ଼ି ପଡ଼ିଲା। କ'ଣ କରାଯିବ ବାବା, ଏଇଭଳି ଭାବରେ ପରିସ୍ଥିତି। କିନ୍ତୁ ଦେଖନ୍ତୁ ମହାପ୍ରଭୁ କି କରୁଣା କଲେ, ଏଇଠି ହିଁ ଜଣାପଡ଼େ ଭକ୍ତିର ଭାବ। ତେଣୁ ଯେତେବେଳେ ସେ ଦୁଃଖରେ ମୋତେ କହିଲେ ଏତେ ଶ୍ରଦ୍ଧାର ସହିତ ଆଜିର ଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ମୁଁ କହିଲି ଆପଣ ବୋଧେ କାର୍ଡ ଗୋଟେ ଇନ୍ଦ୍ରକୁ ନିହାତି ପଠେଇଥିବେ। ଅବଶ୍ୟ ବେଳାବେଳି ଆସିକି ପଳେଇଲେ, କିନ୍ତୁ ଇନ୍ଦ୍ର ବି ଆମ ଶ୍ରୀଅଂଶକୁ ଆଶୀର୍ବାଦ ଦେବାକୁ ସ୍ୱୟଂ ଇନ୍ଦ୍ର ବି ଆସିଛନ୍ତି। ଟିକେ ହରି ବୋଲ ହୁଳହୁଳି ଟିକେ ପକେଇ ଦିଅନ୍ତୁ। ବୋଲ ଆନନ୍ଦ ଏକ ବାର ହରି ହରି ବୋଲ। ସମସ୍ତେ ଡାକନ୍ତି। ଆପଣ ଜାଣନ୍ତି ବିବାହ ହଉ ବା ଯେକୌଣସି କାର୍ଯ୍ୟକ୍ରମ ହଉ, ଆପଣ କହିବେ ସବୁ ହଉ ବର୍ଷା ନ ହଉ। ଆପଣ ଜାଣନ୍ତି ବର୍ଷା ହେଲେ କେତେ ଶୁଭ। ଯଜ୍ଞେନ ଲୋକ ଅମଳା ଭବନ୍ତି। ଯଜ୍ଞର ଆରମ୍ଭ ହେଉଛି, ମାନେ ଯଜ୍ଞ କରିବାର ମୂଳ ଲକ୍ଷ୍ୟ ହେଉଛି କେବଳ ବର୍ଷା। ବିଶ୍ୱରେ ଶାନ୍ତି। ଯେଉଁଭଳି ଭାବରେ ରୌଦ୍ରତାପ ହେଉଥିଲା, ନିଶ୍ଚିନ୍ତ ଭାବରେ ଶାନ୍ତି ପଡ଼ିଯାଇଛି। ତେଣୁ ନିଶ୍ଚିନ୍ତ ଭାବରେ ଆଜି ସାକ୍ଷାତ ଇନ୍ଦ୍ର ମହାରାଜ ଆସି ସେ ମଧ୍ୟ ଆରମ୍ଭରୁ ବୁଲିକି ଯାଇଛନ୍ତି। ତେଣୁ ନିହାତି ଗୋଟିଏ ହରିବୋଲ ହୁଳହୁଳି ସମସ୍ତେ ଦେବା। ଏ ଆଶୀର୍ବାଦ ଆମର ଶ୍ରୀଅଂଶ ଉପରେ ରହୁ। ଯାହାର ଆଜି ଜନ୍ମଦିନ ମହାପ୍ରଭୁ ଜଗନ୍ନାଥ ନିଶ୍ଚିନ୍ତ ଆନନ୍ଦରେ ରଖିବା ସହିତ ପ୍ରଭୁ ତାର ଚଲାପଥକୁ କୁସ୍ମିତ ଆୟୁ ଯଶ ବିଦ୍ୟା ପ୍ରଦାନ କରନ୍ତୁ। ସମସ୍ତେ ଟିକେ ହରିବୋଲ ଦେଇଦେବା ହାତ ଟେକି। ବୋଲିଏ ଜଗନ୍ନାଥ ଭଗବାନ କି ଜୟ। ଶ୍ରୀଅଂଶର ମଙ୍ଗଳ ହେଉ। ବୋଲ ଆନନ୍ଦ ଏକ ବାର। ହରି ହରି ବୋଲ। ଅନେକ ଜାଗାରେ ଆପଣମାନେ ଦେଖନ୍ତି ସମସ୍ତେ ଆସିବେ, ଭୋଜି ଭାତ ଖାଇବେ, ଯେ ଯାହା ବାଟରେ ଯେ ଯାହା ପଳେଇ ଯାଆନ୍ତି। କିନ୍ତୁ ଆଜି ଏ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ପ୍ରଶାନ୍ତ ବାବୁଙ୍କର ଶ୍ରଦ୍ଧା, ଯେ ମୋ ପାଇଁ ସମସ୍ତେ ଟିକେ ମୋ ପୁଅ ପାଇଁ ଟିକେ ଆଶୀର୍ବାଦ ଦେଇ ହରିବୋଲ ଟିକେ ଦେଇ ଦେଇ ଯାଆନ୍ତୁ। ତେଣୁ କାର୍ଯ୍ୟକ୍ରମ ଟିକେ ସିନା ହେଲେ, ତେଣୁ ନିଶ୍ଚିନ୍ତ ଆପଣ ଯୋଉଠି ଯିଏ ବି ଭୋଜନରେ ଅଛନ୍ତି ସେମାନେ ମଧ୍ୟ ଆନନ୍ଦରେ ନିହାତି ତାଙ୍କର ଆଶୀର୍ବାଦ ତାଙ୍କର ପାଟିରୁ ବାହାରିଛି। ତେଣୁ ଯାହା ହଉ ମହାପ୍ରଭୁ କଲ୍ୟାଣ କରନ୍ତୁ। ଆଜିର ଏ ଶୁଭ ଜନ୍ମ ଅବସରରେ ଆଠୁ ଆଉ ଆନନ୍ଦ, ଆଠୁ ଆଉ ବି ସମର୍ପଣର ଭାବ କୋଉଠି ଦେଖିବାକୁ ମିଳିବନି। ଦୁଇ ବାର ସେଇ ପ୍ରଭୁଙ୍କର ଟିକେ ନାମ ନେଇ ଆଜିର ଗୋଟେ ସୁନ୍ଦର କଥା, ଆଜିର ଜନ୍ମଦିନର ଅବସରରେ ଆମେମାନେ ଆପଣମାନଙ୍କୁ ଶ୍ରବଣ କରାଇବୁ। କଳିଯୁଗରେ ମୂଳ ହେଉଛି ଆଶୀର୍ବାଦ। ସମସ୍ତଙ୍କର ଆଶୀର୍ବାଦ ନିହାତି ପୁତ୍ର ଉପରେ ରହିବା ଦରକାର ଆରମ୍ଭରୁ। ଆଉ ଏହା ହିଁ ସୁକୃତ ବାପା ମାଙ୍କର ହୋଇଥାଏ। ଯଦି ସେଇ ଆଶୀର୍ବାଦ ବାପା ମାଙ୍କ ପିଲାମାନଙ୍କ ଉପରେ ବାପା ମାଙ୍କର ରହେ, ସାରା ଜୀବନ ପିଲାଟି ସୁଖରେ ରହେ। ସାଧୁ ସନ୍ତଙ୍କର ଆଶୀର୍ବାଦ ଦେଖନ୍ତୁ ଜନ୍ମଦିନରେ ରହିଲେ ପିଲା ନିହାତି ଭାବରେ ସୁଖରେ ରହେ। ଅନେକ ଦିନ ଧରି ଅପୁତ୍ରିକ ଥିବା ଋଷି ମାଲ ମୃକଣ୍ଡ ଋଷି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି, ଦେବ ଦେବ ମହାଦେବଙ୍କୁ ପ୍ରାର୍ଥନା କରିଛନ୍ତି। ଯେତେବେଳେ ପତ୍ନୀ ଋଷିଙ୍କୁ କହିବାକୁ ଲାଗିଲେ ଆମେ ଅନେକ ଦିନ ଧରି ଅପୁତ୍ରିକ, ଆଉ ଆପଣ ଟିକେ ନିତ୍ୟ ପୂଜା କରୁଥିବା ସେଇ ଦେବଦେବ ମହାଦେବଙ୍କୁ ଟିକେ ଜଣାନ୍ତୁ ନା। ଆଜି ମୃକଣ୍ଡ ଋଷି ଆଖିରୁ ଧାର ଧାର ଲୁହ ଗଡ଼ି ପଡ଼ିଲା। ଆଉ ଋଷି ଦେବଦେବ ମହାଦେବଙ୍କୁ ମାଲ ପ୍ରାର୍ଥନା କରିଛନ୍ତି। ଆଉ ଯେତେବେଳେ ଦେବଦେବ ମହାଦେବଙ୍କୁ ପ୍ରାର୍ଥନା କରିଛନ୍ତି, ପ୍ରାର୍ଥନାର ଶକ୍ତି ହେଉଛି ମା ସବୁ ଶକ୍ତି ଠାରୁ ବଳି କରି। ମୃକଣ୍ଡ ଋଷିଙ୍କର ଆଖିରୁ ଧାର ଧାର ଲୁହ ଗଡ଼ି ଯାଉଛି, କାହିଁକି ନା ଅନେକ ଦିନ ଧରି ଅପୁତ୍ରିକ ଅଛନ୍ତି। ଶାସ୍ତ୍ର କହିଲେ ମା ଭଗବାନଙ୍କୁ ପୂଜା କରିବା ପାଇଁ କେବଳ ଫୁଲ ଚନ୍ଦନ ଅକ୍ଷତ୍ର ଆବଶ୍ୟକ ନାହିଁ। ନିରୋଳା ସୁବିଧା ନେଇ କାନ୍ଦିବା ସେ ପୂଜା, କାନ୍ଦଣାକୁ ସହି ନ ପାରନ୍ତି ଦେବରାଜା। ଭଗବାନଙ୍କ ପାଇଁ ଯିଏ ମା ଆଖିରୁ ଦିଧାର ଲୁହ ଗଡ଼େଇ ପାରିଲା, ପ୍ରକୃତ ହେଉଛି ତାଙ୍କର ପୂଜା ସେଇଥିରେ ହିଁ ହେଇଗଲା। ତେଣୁ ନିରୋଳା ସୁବିଧା ନେଇ ପ୍ରଭୁଙ୍କ ପାଇଁ ମା ଆଖିରୁ ଦିଧାର ଲୁହ ଗଡ଼େଇବା ହେଉଛି ପ୍ରଭୁଙ୍କ ପାଇଁ ମା ଲୋ ପୂଜା। ତେଣୁ ନିଶ୍ଚିନ୍ତ ଭାବରେ ଆପଣମାନେ ମନେ ରଖିଥାନ୍ତି, ଯିଏ ତୋ ପାଇଁ ପ୍ରଭୁ କାନ୍ଦି ପାରିଲା, ସିଏ ତୋତେ ପ୍ରଭୁ ବାନ୍ଧି ପାରିଲା। ନିରୋଳା ସୁବିଧା ନେଇ କାନ୍ଦିବା ସେ ପୂଜା, କାନ୍ଦଣାକୁ ସହି ନ ପାରନ୍ତି ଦେବରାଜା। ମୃକଣ୍ଡ ଋଷିଙ୍କର ଆଖିରୁ ଧାର ଧାର ଲୁହ ଗଡ଼ି ପଡ଼ିଲା।
ଶିବ କହିଲେ ମାଲୋ ମଙ୍ଗଳମୟ, ଯିଏ ତାଙ୍କୁ ଡାକିଛି ସେ ସବୁ କିଛି ପାଇଛି। ଆଜି ଦେବଦେବ ମହାଦେବଙ୍କୁ ମା ଋଷି ମୃକଣ୍ଡ ପ୍ରାର୍ଥନା କରିବାକୁ ଲାଗିଲେ, ହେ ଆଶୁତୋଷ କୃପା କର ପ୍ରଭୁ। ଆଉ ଆମେ ମଧ୍ୟ ହାତ ଯୋଡ଼ି ଟିକେ ଦେବଦେବ ମହାଦେବଙ୍କୁ ପ୍ରାର୍ଥନା କରିବା। ଅସମ୍ଭବକୁ ସମ୍ଭବ କରନ୍ତି ମହାଦେବ। କାହିଁକି ନା ଅମୃତ ପି ଜଗତର ଯେ କଲ୍ୟାଣ କରିଛନ୍ତି ସେ ହେଉଛନ୍ତି ଦେବ, ଯିଏ ବିଶ୍ୱ ପି ଜଗତର ମଙ୍ଗଳ କରିଛନ୍ତି ସେ ହେଉଛନ୍ତି ମହାଦେବ। ତେଣୁ ନିଶ୍ଚିନ୍ତ ଭାବରେ ସେଇ ଶିବଙ୍କ କୃପା ଆପଣଙ୍କ ଉପରେ ବି ହେବ। କାହିଁକି ନା ଶିବକୁ ଉଲ୍ଟେଇଲେ ବସି, ଯିଏ ଶେଷ ପର୍ଯ୍ୟନ୍ତ ରହେ ବସି ସେ ପାଏ ଟିକେ ବେଶୀ, ଅଧାରୁ ଗଲେ ଖସି ବେକରେ ଲାଗେ କାଳ ରସି। ଏ ଭାଗ୍ୟ ଆପଣଙ୍କର ଆଉ କେବେ ମିଳିବନି। କାହିଁକି ନା ଚାରିଆଡ଼େ ତ ଭୋଜନ ମିଳୁଛି, କିନ୍ତୁ ଭଜନ ଭାଗ୍ୟରେ ଥିଲେ ମିଳେ। ଘଣ୍ଟାଟିଏ ମାତ୍ର ଆପଣମାନଙ୍କୁ ନିବେଦନ ରହିଲା, ଯେଉଁମାନେ ଭୋଜନ ସାରିଲେଣି ଟିକେ ବସିଯିବା, ଆଉ ଯେଉଁମାନେ ଭୋଜନ ବି କରିନାହାନ୍ତି ଘଣ୍ଟାଏ ପରେ ଆପଣମାନେ ସମସ୍ତେ ଭୋଜନ କରିକି ହିଁ ଯିବେ। ତେଣୁ ନିଶ୍ଚିନ୍ତ ଭାବରେ ମହାପ୍ରଭୁଙ୍କର କଥା ଶୁଣିଲେ ଆପଣମାନଙ୍କୁ ଆନନ୍ଦ ଲାଗିବ। ଆଜି ଅନେକ ଦିନ ଧରି ଅପୁତ୍ରିକ ରହିଥିବା ମୃକଣ୍ଡ ଋଷି ଦେବଦେବ ମହାଦେବଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ, ହେ ହୃଷିକେଶ, ହେ ଆଶୁତୋଷ ପ୍ରଭୁ, ତୁମ୍ଭର କୃପା ମୋ ଉପରେ ରହୁ ପ୍ରଭୁ। ଜାଣେ ନାମ ଭାବ ଜୟ ହୋ। हे महादेव, जाने नाम पुण्य हे त्रिलोचन, जाने नाम भाव हे महादेव, जाने नाम पुण्य हे त्रिलोचन, जाने नाम भक्ति पूजा, जाने नामु भक्ति पूजा, प्रभु कृतिवास हुआ बारे तोष, प्रभु कृतिवास हुआ बारे तोष, उड़ू तब कीर्ति ध्वजा, जाने नाम भाव हे महादेव, जाने नाम पुण्य हे त्रिलोचन। संसार शिव तुम्हें कसार, तपे दिया बर अबा कोपे दिया बर, जगत कल्याण पाई पील गरल, महाजोगी होई भोगी दुख दूर कल, जाने नाम मंत्र, जाने नाम तंत्र, जाने नाम मंत्र, जाने नाम तंत्र, नहीं पूजा उपचार, जाने नाम भाव हे महादेव, जाने नाम पुण्य हे त्रिलोचन, जाने नामु भक्ति पूजा, जाने नामु भक्ति पूजा, प्रभु कृति बास बारे तोष, प्रभु कृति बास बारे तोष, गुरु तब कीर्ति ध्वजा, जाने नाम भाव हे महादेव, जाने नाम पुण्य
ଜାଣେ ନା ମୁଁ ପୁଣ୍ୟ ହେ त्रिलोचन बोलिए हर हर महादेव की जय देवदेव महादेवंकर अहेतुक करुणा मा मृकंड ऋषि जेमिति कोटी आशीर्वाद देवदेव महादेवंक ठारु पाई गले आ प्रकट हेले देवदेव महादेव कहले मृकंड कौन मागुच तुमे ना अनेक दिन धरी अपत्रिक आउ तो सेतिपई आपण ही कृपा करंतु मते आउ देवदेव महादेवंक कृपारु मा मृकंड ऋषिंकर भाग्य देखिले देवदेव महादेव कहले तुमर सिना संतान हब किंतु जो संतान मु तुमको देई देई पारे तुम भाग्य रे जहा नाही ताहा मु देई पारे किंतु जहार आयुष मात्र 12 वर्ष हो आउ एई समय भितरे मृकंड ऋषि कहले बिल्कुल अपुत्रिक होई सारा जीवन बंचिबा अपेक्षा आपण ही कृपा करंतु मते आउ ए निंदारू मुक्ति करंतु प्रभु 12 वर्ष पछे पिलार आयुष हो आपण मते संतान टिए प्रदान कर देवदेव महादेव कहले तथास्तु आउ ताही आशीर्वाद रूप रे मा देवदेव महादेवंकर पुत्र संतान टिए हला मृकंड ऋषिंकर मृकंड नाम अनुसारे पितांक नाम अनुसारे नाम रहिला मार्कंडेय आस्ते आस्ते माँ बयस बढ़ी गला मार्कंडेयर 1 वर्ष 2 वर्ष 3 वर्ष आ प्रत्येक जन्मदिन रे मालो कांदन दे बापा माँ कहीं ना गोटे पर गोटे वर्ष क्षय हो जाउछि पुत्र आयुष मात्र 12 वर्ष असंभव को संभव करिचंती देवदेव महादेव संतान टिए प्रभु देइचंती सत समस्ते कहती जा भाग्य न थाए ताको केई देई परिबेने भूल जा भाग्य न थाए ताको 2 जण देई पारंती जणे साधु आउ जणे शिव तेणु असंभव को संभव करंती देवदेव महादेव पुत्र संतान टिए भाग्य रे हमर नथिला आउ पुत्र संतान टिए प्रभु देले सिना जार आयुष मात्र 12 वर्ष आस्ते आस्ते सबु जन्मदिन दिन कांदती बापा माँ आज चाहू चाहू 12 वर्ष हो गला आउ जत बड़े 12 वर्ष हो गला से 12 वर्षर जन्मदिन रे ए वर्ष शेष जन्मदिन बोली स्वामी स्त्री 2 जन जाक माँ मृकंड ऋषि आउ पत्नी माँ लो कांदुचन मार्कंडेय किछि बुझी पारु ना अनेक साधु संत माने आसीचन अनेक ऋषि माने आसीचन जमदग्नि विश्वामित्र गौतम कश्यप अगस्ती बृहस्पति इंद्र कौशल कृषिक हृतकृषिक कातयन कृष्णात्रेय आत्रेय दत्तात्रेय शंकुति बरास भार्गव अंगिरस हैमिनी दया प्रापद्य वासुकी रौतम कांडिन्य हारिसे कपिंजल शीतंजल धनंजय जास्म उर्दालक मधुछंदस्य तपोवन नागस्य भरद्वाज आष्टिषण वश्च विद्ध रोहितनाश्व कर्ण सौनुक मुद्गल मद्गल शंख अनेक ऋषि माने माँ बसिचंती माँ ऋषि माने पिला को आशीर्वाद दबा आउ यही समय भितर माँ मृकंड ऋषि मार्कंडेय कहले जाओ अनेक साधु संत माने अछंती तुमे जाओ प्रणाम कर लंब हे पड़ी जाओ समस्त पाद तले देखंतु प्रणामर महिमा एबे तो माँ प्रणाम उठी गला आगे थिला प्रणामटा सोई सोई तापरे प्रणाम आसिला नई नई एबे चलचे प्रणाम ठिया ठिया तापरे आसीबो बिल्कुल नाई नाई आगरु माँ गोड़ बाजी गले विष्णु कहते बे सरी कहले किंतु साधु संत मानक प्रति भक्ति रहिबा भी आवश्यक माँ लंब हे माँ मार्कंडेय पड़गले यही समय समस्त ऋषि माने जन्मदिन रे आशीर्वाद देले आउ आशीर्वाद यहाँ दीर्घायु भव दीर्घायु भव दीर्घायु भव जत बड़े माँ ऋषि माने आशीर्वाद देते दीर्घायु भव यही माँ मृकंड ऋषि आसी हाथ जोड़िले कहले आगे आपण सिना आशीर्वाद दौचंदी हेले एमिति आशीर्वाद आपण दियंतुनी कहीं ना ये आशीर्वादटा आपणकर मिथ्या हो आपण जो आशीर्वाद दौरान
ସେ ଆଶୀର୍ବାଦ ଫଳ ଫଳିବନି। ପଚାରିଲେ ଆଜ୍ଞା ମୃକଣ୍ଡ ଋଷିଙ୍କୁ ଋଷିମାନେ ତା କାରଣ କ'ଣ? ସାଧୁମାନଙ୍କର ଆଶୀର୍ବାଦ କେବେ ମିଥ୍ୟା ହୁଏ ନା, ବୃଥା ଯାଏ ନା। କାରଣ କ'ଣ? ମୃକଣ୍ଡ ଋଷି କହିବାକୁ ଲାଗିଲେ ପିଲାର ବୟସ ଆୟୁଷ ମାତ୍ର 12 ବର୍ଷ। ଏଇ ହଉଛି ତାର ଶେଷ ଜନ୍ମଦିନ। ଋଷିମାନେ କହିଲେ ଭୁଲ ଭୁଲ, ଆମେ ମାନେ ଆଶୀର୍ବାଦ ଦେଇଛୁ ମାନେ ଆମ ଆଶୀର୍ବାଦ କେବେ ମିଥ୍ୟା ହବନି। ସାଧୁ ସନ୍ଥ ମାନଙ୍କର ଆଶୀର୍ବାଦ କେବେ ମିଥ୍ୟା ହୁଏ ନା, ବୃଥା ଯାଏ ନା। ମା ସମସ୍ତ ସାଧୁମାନେ ଉଠିଲେ। ଆଉ ଏପଟେ ମା ଚିତ୍ରଗୁପ୍ତ ପାଖରୁ ପାଞ୍ଜି ଆସିଲା, ଯୋଉଥିରେ ମା ଆୟୁଷ 12 ବର୍ଷ ଥିଲା। ସବୁ ଋଷିମାନେ ମା ଡାହାଣ ପଟେ ସୁନ ଦେଇ ଲାଗିଲେ। ଆଉ ଏମିତି ସୁନ ଦେଲେ ଯେ ଋଷି ମାର୍କଣ୍ଡେୟ ମା ଅମର ହେଇଗଲେ। ବୋଲ ଆନନ୍ଦେ କବାର ହରି ହରି ବୋଲ। ଆଉ ଆୟୁଷ ଏତେ ବଢିଗଲା, ଅମର ହେଇଗଲେ ମାର୍କଣ୍ଡେୟ। 12 ବର୍ଷ ଆୟୁଷ। ମା ଜଳରେ ଜଳ ପ୍ରଳୟ ବେଳେ ଶ୍ରୀ ଜଗନ୍ନାଥଙ୍କର ବଟପୁଟରେ ଭଗବାନ କୃଷ୍ଣ ଶୋଇଛନ୍ତି। କରାର ବିନ୍ଦେନ ପଦାର ବିନ୍ଦ ମୁଖାର ବିନ୍ଦେନ ବିନିବେଶୟନ୍ତ ବଟସ୍ୟ ପତ୍ରେଣ करे ଶୟନ ବାଳ ମୁକୁନ୍ଦ ମନସା ସ୍ମରାନ। ଆଉ ମାର୍କଣ୍ଡେୟ ହିଁ ଜଳରେ ଦର୍ଶନ ପାଇଛନ୍ତି, ଅମର ହେଇଗଲେ ମା। ତେଣୁ ମୂଳ ହେଉଛି ଆଶୀର୍ବାଦ। ଯାହା ଉପରେ ମା ସାଧୁ ସନ୍ଥ ଜ୍ଞାନୀ ଗୁଣୀ ଭକ୍ତମାନଙ୍କର ଆପଣମାନଙ୍କ ଭଳି ଗୁରୁଜନଙ୍କର ଆଶୀର୍ବାଦ ରହିବ ମା, ସେ ପିଲା ନିହାତି ବଡ଼ ହେବ, ଆୟୁଷ ବୃଦ୍ଧି ହେବ, ଧନ ଯଶ ସବୁ କିଛି ବୃଦ୍ଧି ହେବ। ତେଣୁ ଏହା ବିଚାର କରି ଆଜିର ଏ ପରିବାର ସତ୍ସଙ୍ଗର ଆୟୋଜନ, ସାଧୁ ସନ୍ଥମାନଙ୍କର ଆଗମନ ତ ସହିତ ମା ଆପଣମାନଙ୍କର ଶ୍ରଦ୍ଧା ଅତିଥିମାନଙ୍କୁ ଭୁରି ଭୋଜନ ଦେଲେ ମା, ତାଙ୍କର ଆଶୀର୍ବାଦ ପିଲା ଉପରେ ରହେ ବୋଲି ଆମେ ଜନ୍ମଦିନରେ ମା ଏଇଭଳି ଭାବରେ ସୁନ୍ଦର ଭାବରେ ଆୟୋଜନଟିଏ କରୁ।